ଡ୍ରାଇଭର ମହାସଂଘ ପାଇଁ ଆଜିର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟବିଦାରକ ଦୃଶ୍ୟ। ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ସଦସ୍ୟ ସ୍ୱର୍ଗତ ସପନ କିଶୋର ଜେନାଙ୍କ ଏକାଦଶ କ୍ରିୟା ଉପଲକ୍ଷେ ଯାଜପୁର ଡ୍ରାଇଭର ମହାସଂଘର ସମସ୍ତ ଡ୍ରାଇଭର ଭାଇମାନେ ଏକତ୍ରିତ ହୋଇ ଶୋକ ପଦଯାତ୍ରା କରିଥିଲେ। ହାତରେ ଜଳୁଥିବା ଶହ ଶହ କ୍ୟାଣ୍ଡେଲ ମୁଖରେ ସପନ କିଶୋର ଜେନା ଅମର ରହେ ନାରା ଦେଇ ସମସ୍ତେ ତାଙ୍କର ଜନ୍ମଗ୍ରାମ ତାରାକୋଟ ଥିବା ବାସଭବନରେ ପହଞ୍ଚିଥିଲେ। ଏ ଦୁଃଖଦ ସମୟରେ ଡ୍ରାଇଭର ଭାଇମାନେ ନିଜ ନିଜ ପକେଟରୁ ସହଯୋଗ ଦେଇ ସ୍ୱର୍ଗତ ସପନ କିଶୋର ଜେନାଙ୍କ ପରିବାରକୁ ମୋଟ 30,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଆଗକୁ ଡ୍ରାଇଭର ମହାସଂଘରେ ଥିବା ସରକାରୀ ବୀମା ଯୋଜନା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଯାଜପୁର ଜିଲ୍ଲା ସମ୍ପାଦକ ଶରତ ବେହେରା କହିଥିଲେ, ସପନ କିଶୋର ଜେନା ଆମ ସଂଗଠନର ଅଧିକାର, ସମ୍ମାନ ଓ ନ୍ୟାୟ ଲଢ଼େଇରେ ସଦାସର୍ବଦା ଆମ ସହିତ ରହିଥିଲେ। ତାଙ୍କର ସେହି ମହାନତା ପାଇଁ ସେ ଆଜି ଆମ ହୃଦୟରେ ସବୁବେଳେ ପାଇଁ ଅମର ହୋଇ ରହିବେ। ତାଙ୍କ ବିୟୋଗରେ ଡ୍ରାଇଭର ସମୁଦାୟ ଗଭୀର ଶୋକାକୁଳ ହୋଇଥିବା ବେଳେ ସମସ୍ତେ ନମ୍ରତାର ସହିତ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋରେଇ ବ୍ଲକ ଉପସଭାପତି ରାଜେନ୍ଦ୍ର ମଲ୍ଲିକ, ଉପଦେଷ୍ଟା ଅଜୟ ତରାଇ, ସହସମ୍ପାଦକ ପ୍ରବୀର ମହାନ୍ତି, ବ୍ୟାସନଗର ସଭାପତି ଜଗନ୍ନାଥ ସାହୁ, ଦଶରଥପୁର ବ୍ଲକର ଉପସଭାପତି ତାରିଣୀ ପ୍ରସାଦ ପାଣି, ତାରାକୋଟ ପଞ୍ଚାୟତ ସଭାପତି କତିପ ଚାଚା ଏବଂ ସମ୍ପାଦକ ରମାକାନ୍ତ କାଣ୍ଡି ସହ ବହୁ ଡ୍ରାଇଭର ଭାଇମାନେ ଉପସ୍ଥିତ ଥିଲେ। ଯାଜପୁରରୁ ଜିତୁ ବେହେରାଙ୍କ ରିପୋର୍ଟ, ନ୍ୟୁଜ୍ 19 ଓଡ଼ିଶା। ଜୟ ଜଗନ୍ନାଥ। ଓଡ଼ିଶା ଡ୍ରାଇଭର ମହାସଂଘର ଯାଜପୁର ଜିଲ୍ଲାର ସମ୍ପାଦକ ରୂପେ କାର୍ଯ୍ୟରତ ମୋ ନାଁ ଶରତ ବେହେରା। ଦୀର୍ଘ 6 ବର୍ଷ ହେବ ଆମେ ସଂଗଠନ ଗଠନ କରିଛୁ। 6 ବର୍ଷ ପୂର୍ବରୁ ଅନେକ ଗୁଡ଼ିଏ ଡ୍ରାଇଭର ଭାଇମାନେ ଆମକୁ ଛାଡ଼ିକି ଚାଲି ଯାଇଛନ୍ତି, କିନ୍ତୁ ଆମେ କେବେ ଜାଣିପାରୁନଥିଲୁ କାରଣ ଆମର ଏକତା ନଥିଲା। ଆଜି ଏକତା ବଳରେ ଆମେ ସଂଗଠନଟେ ଗଠନ କରିଛୁ, ଯେଉଁ ସଂଗଠନ ବଳରେ ଆଜି ଜଣେ ଭାଇ ଆମ ଯାଜପୁର ଜିଲ୍ଲା କୋରେଇ ବ୍ଲକ ତାରାକୋଟ ପଞ୍ଚାୟତର ସପନ କୁମାର ଜେନା ଭାଇଙ୍କର ଅକାଳ ବିୟୋଗ ହୋଇଯାଇଥିଲା, ଯେଉଁଟାକି 11 ଦିନ ଏକାଦଶ କ୍ରିୟାରେ ଆମେ କୋରେଇ ବ୍ଲକର 28ଟି ପଞ୍ଚାୟତ ଆଉ ବ୍ୟାସନଗର ଡ୍ରାଇଭର ମହାସଂଘର ଭାଇମାନେ, ଦଶରଥପୁରର ଭାଇମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଭାଇଙ୍କ ଏକାଦଶ କ୍ରିୟାରେ ଆଜି ଶୋକସଭା କରିକି ଓଡ଼ିଶା ଡ୍ରାଇଭର ମହାସଂଘର ନୀତି ନିୟମ ଅନୁସାରେ ମହାସଂଘର କାର୍ଯ୍ୟ କରୁଥିବା ଜଣେ ଭାଇ ତାଙ୍କୁ ଅନୁକମ୍ପା ରାଶି 30,000 ଟଙ୍କା ଆଜି ପ୍ରଦାନ କରିଛୁ। ଏ ହେଉଛି ମହାସଂଘର ମହାନତା କାର୍ଯ୍ୟକ୍ରମ। ଅନେକ ସଂଗଠନ ଆଗରୁ ମଧ୍ୟ ଥିଲା, ଆମେ ତ କେବେ ଜାଣିନଥିଲୁ, କିନ୍ତୁ ମହାସଂଘ ଆଜି ଯେବେଠାରୁ ଆସିଲେଣି ପ୍ରତ୍ୟେକ ଡ୍ରାଇଭର ଭାଇମାନଙ୍କ ପରିବାର ପାଖରେ ଆମେ ପହଞ୍ଚି ପାରୁଛୁ, ସୁଖ ଦୁଃଖରେ ସାଥି ହୋଇପାରୁଛୁ। ତ ତାରି ଉଦ୍ଦେଶ୍ୟରେ ଆଜି ଆମେ ତାରାକୋଟ ପଞ୍ଚାୟତରେ ପହଞ୍ଚି ଭାଇଙ୍କ ପରିବାର ପାଖରେ, ଏ ଦୁଃଖ ସମୟରେ ଭାଙ୍ଗି ପଡ଼ୁଥିବା ପରିବାର ପାଖରେ ଆମେ ପହଞ୍ଚି ସାରିଛୁ। ପହଞ୍ଚିକି ଆମ ମହାସଂଘ ଜରିଆରୁ ଯେଉଁ ଅନୁକମ୍ପା ରାଶିଟି ଆମେ ମଧ୍ୟ ପହଞ୍ଚାଇ ପାରିଛୁ। ଏ ହେଉଛି ଆମ ମହାସଂଘର ନୀତି ନିୟମ ଆଉ ମହାସଂଘର କାର୍ଯ୍ୟ। ପୂର୍ବ ସରକାର ଯେଉଁ ଥିଲେ, ପୂର୍ବ ସରକାର ବିଜେଡ଼ି ସରକାର ଯେତେବେଳେ ଥିଲେ ସେତେବେଳେ ସମୟରୁ ଆମେ 3 ବର୍ଷ ସରକାରଙ୍କ ସହିତ ମାନେ ଯୁଦ୍ଧ କଲା ଭଳି କରିଛୁ। ଅନେକ କାର୍ଯ୍ୟକ୍ରମ ଯେଉଁଟାକି ପଦଯାତ୍ରା, ଦଣ୍ଡଯାତ୍ରା ଆଉ ଶକ୍ତି ପ୍ରଦର୍ଶନ କଲା ପରେ ସରକାର 3 ବର୍ଷ ଆମକୁ ମୁହାଁ ବୁଲେଇଥିଲେ, ତାପରେ ମଧ୍ୟ ମାନିଥିଲେ। ଗୋଟିଏ ଦାବି ଆମର ପୂରଣ କରିଥିଲେ, ଯେଉଁ ପୂରଣଟି ହେଉଛି ଡ୍ରାଇଭର ଭାଇ ଜଣେ ଦେହାନ୍ତ ହୋଇଗଲେ ଯଦି ଘରେ ପଡ଼ିକି ବେମାର ଆଚାରରେ ମରିଯାଉଛି 2 ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳୁଛି। ଗୋଟେ କଲ୍ୟାଣ ବୋର୍ଡ଼ ଗଠନ ମଧ୍ୟ କରିଛନ୍ତି ଯେଉଁ ଡ୍ରାଇଭରମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ, ଆଉ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରମାନଙ୍କୁ 4 ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ପୂର୍ବ ସରକାର କରିଯାଇଥିଲେ। କିନ୍ତୁ ବର୍ତ୍ତମାନର ସରକାର 2 ବର୍ଷ ବିତିଗଲାଣି, କିନ୍ତୁ କିଛି କର୍ଣ୍ଣପାତ କରୁନଥିଲେ। ଏବେ ଗୋଟେ ଆଲୋଚନା ବିଷୟବସ୍ତୁ ଆମର ବୋର୍ଡ଼ରେ ହେଇଥିଲା, ଯେଉଁଟାକି ସରକାର ଡାକିଥିଲେ, ଯେଉଁଟାକି ଆମ ଭାଇମାନେ ମଧ୍ୟ ତାକୁ ସେ ଯେଉଁ ବାର୍ତ୍ତା ଥିଲା, କିଛି ଅଟୋ ଡ୍ରାଇଭର ଭାଇମାନଙ୍କୁ ଆମକୁ ସେଠି ନେଇକି ମାନେ ଶ୍ରମିକରେ ପୁରା ହେଇଛି, ଯେଉଁଟାକି ଅନୁକମ୍ପା ରାଶି ସେମାନେ ମିଳିପାରୁନାହିଁ ଯେଉଁ ଭାଇମାନଙ୍କୁ। ସେଥିପାଇଁ ମଧ୍ୟ ଆମେ କିଛି ଦିନ ହେବ ଏଇ ମାସ ଭିତରେ ଆମେ ସରକାରଙ୍କ ଜରିଆରେ ଯେଉଁଟାକି ଆମେ କଲେକ୍ଟର, ଜିଲ୍ଲା କଲେକ୍ଟର, ଏସ୍ପି ଆଉ RTO ପର୍ଯ୍ୟନ୍ତ ଆମେ ଦାବିପତ୍ର ଦେଇଛୁ। 90 ଦିନ ଭିତରେ ଯଦି ସରକାର ତାକୁ କିଛି କର୍ଣ୍ଣପାତ ନ କରନ୍ତି ତାହେଲେ ନିଶ୍ଚିତ ଆମେ ପୁଣି ମହାସଂଘ ତା'ର ଯେକୌଣସି ନିଷ୍ପତ୍ତି ନେବ। ସେଥିପାଇଁ ଯାହା ଅସୁବିଧା ସମ୍ମୁଖୀନ ହେବେ ଜନସାଧାରଣ ହେଉ କିମ୍ବା ଯେକୌଣସି ସଂସ୍ଥା ହେଉ, ଯଦି ଅସୁବିଧା ହୁଅନ୍ତି ତାହେଲେ ସରକାର ହିଁ ଦାୟୀ ରହିବେ। ତ ଆମେ ସରକାର ପାଖକୁ ପହଞ୍ଚେଇ ଯାଇଛୁ ସବୁ ମାଧ୍ୟମ ଦେଇକି, କିନ୍ତୁ ସରକାର ତାକୁ କର୍ଣ୍ଣପାତ କରୁନାହାନ୍ତି। କିନ୍ତୁ ଏବେ ଜାଣିବାକୁ ପାଇଲୁ ଗତ 2 ଦିନ ହେବ, ଯେଉଁଟାକି ଆମର ମହାସଂଘ ଜରିଆରେ ଗୋଟେ ଦାବି ଥିଲା ଯେ ଟ୍ରକ୍ ଟର୍ମିନାଲ ପାଇଁ, ଯେଉଁଟାକି ପ୍ରାୟ ଲୋକମାନେ ତ କୁହନ୍ତି ଯେ ଦୁର୍ଘଟଣାଟେ କେବଳ ନିଶାରେ ହୁଏ। ନିଶାରେ ନୁହେଁ ଆଜ୍ଞା, ନିଦରେ ହୁଏ। କିନ୍ତୁ ଡ୍ରାଇଭରଟେ କେବେ ଶାନ୍ତିରେ କେଉଁଠି ଶୋଇପାରେ ନାହିଁ, କାରଣ ଗାଡ଼ିରେ ଖାଇବା, ଗାଡ଼ିରେ ଶୋଇବା ସବୁବେଳେ ତା'ର ସେଇଟା ହୁଏ। ଅନିଦ୍ରାରେ ବହୁତ କିଛି ଦୁର୍ଘଟଣା ଘଟେ। ସେଥିପାଇଁ ଯାଉ ଧନ୍ୟବାଦ ଦେବି କେନ୍ଦ୍ର ସରକାରଙ୍କୁ। ଏବେ 2ଟି ଆମର ଟ୍ରକ୍ ଟର୍ମିନାଲ ହେଇଛି, ଯେଉଁଟାକି ଉଦ୍ଘାଟନ ହୋଇସାରିଛି।
ଯାହା ଆମେ ଜାଣିସାରିଛୁ ଫଟୋ ଭିଡ଼ିଓ ମାଧ୍ୟମରେ। ଆଉ ଆମେ ମଧ୍ୟ ଜାଣିଛୁ ଯେ ଓଡ଼ିଶା ଡ୍ରାଇଭର ମହାସଂଘ ୟାକୁ କରାଇବାରେ ସଫଳ ହେଇଛି, କାରଣ একতা নথিলা একতার বল দেখাইলা পরে আম সমস্যা গুড়িক সরকার পাখে আমি পৌঁছাইছু সরকার মধ্যে তাকে পালন কর। তো নিশ্চিত যে কারণ সংঘ অছি মানে বিরোধ অনেক, তেণু যে বিরোধ আমি করুচ্ছেন মহাসংঘକୁ সেই ভাই মানুষ মু নিশ্চিত কবি আপনার যদি সংগঠন করছেন ড্রাইভর সমাজ পাই তাহলে নিহাতি করতু। আউ ড্রাইভর মানক হিত উদ্দেশ্যে করতু। কিন্তু ওড়িশা ড্রাইভর মহাসংঘ যেবেঠার স্টার্ট হয়েছি সেবেঠার সাহায্য সহযোগঠু আরম্ভ করে সুখ দুঃখ তা পরিবার পর্যন্ত পৌঁছি সারিছি। তো যদি সংগঠন করিবার আছে সংগঠন করি সরকার পর্যন্ত সরকার মানে ড্রাইভর মানুষ দুঃখ জনাতু, কিন্তু সংঘ বিরোধে যাতে না। কিন্তু মহাসংঘ কণ করে কণ না এ কথা যে যাই, কিন্তু যে যাই যে সংঘ বিরোধী যাচ্ছেন সে জাঁচান আর সেই হি আমার সংগঠনের লে আজ তাঁর কিছু স্বার্থ হাসল হয়ে পারি না, যাফলে এঠু যাই সংগঠন বিরোধে কিছু কৌন। ভাই যদি আপনার মানে গলে আমার কোণী মতলব না, আপনার সংগঠন তৈরি করছেন যদি সংগঠন করছেন ড্রাইভর ভাই মানক হিত উদ্দেশ্যে কৌন তাহলে ড্রাইভর মানকর সমস্যা বিষয়ে বুঝতু কিংবা মহাসংঘ কণ কলা কণ না সে কথা কুহতু। আজ বি আপনার সোশিয়াল মিডিয়া আপনার দেখুবে কিংবা মিডিয়া বন্ধু মানে আপনার দেখুবে প্রত্যেক ড্রাইভর ভাইটে জনে সাধারণ সদস্য হোক কিংবা কর্মকর্তা হোক সেমতি কিছু মহাসংঘ কিছু দেখে না। ড্রাইভর ভাইটে দেহান্ত হয়েছি তা পরিবার পাখে আজ আপনার দেখিপারে অনেক গুড়ি ভাই মানে পৌঁছিছেন। এমানকর কোণী স্বার্থ নথায় ভাই, এমানে কোণী অর্থ খরচ যে খরচ করিকি আসছেন নিজ পকেট্রু কোণী সংগঠন দেই নাই। ইয়ে হচ্ছে মহাসংঘ, ইয়ে হচ্ছে ড্রাইভর ভাই মানকর একতার বল আউ মহানতা। দুর্বল কেবে সংগঠন হেই না কে হব না। যে বিষয়বস্তু আপনার মানে কହୁଛନ୍ତି যে রাজনীতি কথা, কারণ আমি এটি সর্বদলীয়, এটি কিয়ে যদি মানে রাজনীতি আড়ক যাবে কিয়ে কেউ দলর অছি কিছু মানে না, এটি জাতি ধর্ম না কিংবা কৌশি দল না। আউ যে মানে কହୁଛନ୍ତି যে রাজনীতি দল আড়ক যাই এমতি হব সেমিতি কিছু মানে অসম্ভব কথা, তাকে ভাবিবাটা গোটে ভুল। কিন্তু আম সংগঠন আমি সংগঠনের ভিতরে অছু, আমার কৌশি রাজনৈতিক আবশ্যক নাই কিংবা আমি না রাজনৈতিক লোক আম মঞ্চকু ডাকু না আমি তাক মঞ্চকু যাও, আমার কৌশি মঞ্চর আবশ্যক নাই। মহাসংঘ ড্রাইভর মানক হিত উদ্দেশ্যে কার্য করুছি আর করবে।